ବଜାରରେ ତ ଅନେକ ଦାମୀ ଦାମୀ ଅତର ମିଳୁଛି, ସେଣ୍ଟ ମିଳୁଛି, ଡିଓଡ୍ରାଣ୍ଟ ମିଳୁଛି। ଏସବୁ ଆମେ କାହିଁକି ପକାଇ ହୁଅନ୍ତି? ଆମ ଝାଳର ଦୁର୍ଗନ୍ଧ, ଦେହର ଦୁର୍ଗନ୍ଧକୁ ଦୂରେଇବା ପାଇଁ ଆମେ ଅତରର ବ୍ୟବହାର କରନ୍ତି। ଠିକ୍ ସେମିତି ଆଜ୍ଞା, କିଛି ମଣିଷ ଏମିତି ଅଛନ୍ତି ଯେଉଁମାନେ ସେମାନଙ୍କର ଦୋଷ ଦୁର୍ବଳତା ବା ସେମାନଙ୍କ ଭିତରେ ଥିବା ହୀନ ମାନସିକତାକୁ ଲୁଚେଇବା ପାଇଁ ସେମାନେ ମୁହଁରେ ସବୁବେଳେ ହସ ହସ ବା ସବୁବେଳେ ସ୍ମାଇଲ୍ ରଖିଥାନ୍ତି। ଯେମିତି ଝାଳର ଗନ୍ଧକୁ ଏ ଡିଓଡ୍ରେଣ୍ଟ ଲୁଚେଇ ଦିଏ, ସେମାନଙ୍କର ହସ ହସ ମୁହଁ, ସେମାନଙ୍କର ହୀନ ମାନସିକତା, ସେମାନଙ୍କର ଈର୍ଷା, ସେମାନଙ୍କର ହିଂସା, ସେମାନଙ୍କର ଅନେକ ପ୍ରକାରର ଦୁର୍ଗୁଣକୁ ମଧ୍ୟ ଲୁଚେଇ ଦେଇଥାଏ। ସେଇଥିପାଇଁ କେବେ କାହା ବାସ୍ନାରେ କିମ୍ବା କେବେ କାହାର ହସରେ ଆପଣ ତରଳି ଯାଆନ୍ତୁ ନାହିଁ, ବରଂ ସବୁବେଳେ ପ୍ରଚ୍ଛଦ ପଟରେ ସେ ଲୋକର ଚରିତ୍ରକୁ ନିଶ୍ଚିତ ଭାବେ ପରଖିବା ଶିଖିଯାଆନ୍ତୁ। ଏଇ ତ ଜୀବନର କଥା।